ଚାଲିଛି। ଏହି ବିଷୟରେ ଜାଣିବା, ତେବେ ଚାଲ ଆମ ଚାଟଶାଳୀ ଯିବା। ବର୍ଣ୍ଣ। ଓଡ଼ିଆ ବର୍ଣ୍ଣମାଳାରେ ବର୍ଣ୍ଣ ଦୁଇ ପ୍ରକାରର ଅଟେ, ଯେପରି ସ୍ୱରବର୍ଣ୍ଣ ଓ ବ୍ୟଞ୍ଜନ ବର୍ଣ୍ଣ। ସ୍ୱରବର୍ଣ୍ଣ ଯେଉଁ ବର୍ଣ୍ଣ ଅନ୍ୟ ବର୍ଣ୍ଣର ସାହାଯ୍ୟ ନ ନେଇ ନିଜେ ଉଚ୍ଚାରିତ ହୁଏ ତାହାକୁ ସ୍ୱରବର୍ଣ୍ଣ କୁହାଯାଇଥାଏ। କିମ୍ବା ବିନା ଅବରୋଧରେ ଉଚ୍ଚାରିତ ବର୍ଣ୍ଣକୁ ସ୍ୱରବର୍ଣ୍ଣ କୁହାଯାଏ। ଯେପରି ଅ, ଆ, ହର୍ଷ ଇ, ଦୀର୍ଘ ଇ, ହର୍ଷ ଉ, ଦୀର୍ଘ ଉ, ରୁ, ଏ, ଐ, ଓ, ଔ। ଏହି 11ଟି ଅକ୍ଷରକୁ ସ୍ୱରବର୍ଣ୍ଣ କହନ୍ତି। ସ୍ୱରବର୍ଣ୍ଣ ପୁନଶ୍ଚ ଦୁଇ ଭାଗରେ ବିଭକ୍ତ, ଯେପରି ହର୍ଷ ସ୍ୱର ଓ ଦୀର୍ଘ ସ୍ୱର। ହର୍ଷ ସ୍ୱର। ହର୍ଷ ସ୍ୱର ଉଚ୍ଚାରଣ ପାଇଁ କମ୍ ସମୟ ଲାଗିଥାଏ। ଓଡ଼ିଆ ବର୍ଣ୍ଣମାଳାରେ 4 ଗୋଟି ହର୍ଷ ସ୍ୱର ରହିଥାଏ, ଯେପରି ଅ, ହର୍ଷ ଇ, ହର୍ଷ ଉ, ରୁ। ଦୀର୍ଘ ସ୍ୱର। ଦୀର୍ଘ ସ୍ୱର ଉଚ୍ଚାରଣ ପାଇଁ ଅଧିକ ସମୟ ଲାଗିଥାଏ। ଓଡ଼ିଆ ବର୍ଣ୍ଣମାଳାରେ 7 ଗୋଟି ଦୀର୍ଘ ସ୍ୱର ରହିଥାଏ, ଯେପରି ଆ, ଦୀର୍ଘ ଇ, ଦୀର୍ଘ ଉ, ଏ, ଐ, ଓ, ଔ। ଏଥର ଆସ ଆମେ ପଢ଼ି ଶିଖିବା ସ୍ୱରବର୍ଣ୍ଣରେ ଥିବା ଅକ୍ଷର ଗୁଡ଼ିକ ବିଷୟରେ। ଅ, ଅରୁ ଅତର ଲଗାଅ। ଆ, ଆରୁ ଆତ ତୋଳି ଖାଅ। ହର୍ଷ ଇ, ହର୍ଷ ଇରୁ ଇଟାର ଘର। ଦୀର୍ଘ ଇ, ଦୀର୍ଘ ଇରୁ ଈର୍ଷା ନ କର। ହର୍ଷ ଉ, ହର୍ଷ ଉରୁ ଉଡ଼ାଜାହାଜରେ ଚଢ଼। ଦୀର୍ଘ ଉ, ଦୀର୍ଘ ଉରୁ ଉର୍ଦ୍ଧ୍ୱକୁ ଉଡ଼। ହର୍ଷ ରୁ, ହର୍ଷ ରୁରୁ ଋଗ୍ବେଦର ଜ୍ଞାନ। ଦୀର୍ଘ ରୁ, ଦୀର୍ଘ ରୁରୁ ଋଷିଙ୍କର ଧ୍ୟାନ। ଏରୁ ଏକତା ହିଁ ବଳ। ଐରୁ ଐତିହାସିକ ସ୍ଥଳ। ଓରୁ ଓଟରେ ଚଢ଼ି ଯାଅ। ଔରୁ ଔଷଧ କିଣି ଖାଅ। Thanks for watching.